ନମସ୍କାର ବନ୍ଧୁଗଣ। ଆଜିର ଏହି କାହାଣୀଟି ଆମ ପାଖକୁ ପଠାଇଛନ୍ତି ଆମ ଦର୍ଶକ ବନ୍ଧୁ ସିତୁ, ଯିଏକି କେନ୍ଦ୍ରାପଡ଼ା ବାସିନ୍ଦା। ତାଙ୍କର ଏହି କାହାଣୀଟି 7-8 ବର୍ଷ ତଳର, ମାନେ ଆଜିକୁ ଠିକ୍ 7-8 ବର୍ଷ ତଳର, ଯାହା ସେ ତାଙ୍କ ମାଇଁଙ୍କ ସହ ଘଟାଇଥିଲେ। ହଁ ଆଜ୍ଞା, ଆପଣ ଠିକ୍ ଶୁଣିଲେ। ଏହି କାହାଣୀଟିକୁ ପଠାଇ ସିତୁ ଆମକୁ ଏହା କହିଛନ୍ତି କି ଏ କାହାଣୀ ସମସ୍ତଙ୍କୁ ଶୁଣାଅ, କାହିଁକିନା ଯେଉଁ ଭୁଲ ମୁଁ କରିଲି, ଏହି କାହାଣୀ ଶୁଣିଲା ପରେ ଯେମିତି ଏହି ଭୁଲ ଯେମିତି ଆଉ କେହି ନ କରନ୍ତୁ, ସମସ୍ତେ ସୁଧୁରି ଯାଆନ୍ତୁ। କାହିଁକିନା ସେ ଆଉ କାହା ସହିତ ନୁହେଁ ଆଜ୍ଞା, ସେ ନିଜ ମାଇଁଙ୍କ ସହିତ ଗୋଟିଏ ଖରାପ କାମ କରି ବସିଛନ୍ତି। ବହୁତ ବଡ଼ ଜଘନ୍ୟ ଅପରାଧ କରି ବସିଛନ୍ତି, ଯାହା ଫଳରେ ମାନେ ପାଖାପାଖି 7-8 ବର୍ଷ ପରେ ବି ସେ ନିଜେ ନିଜକୁ ଦୋଷୀ ବୋଲି ଭାବୁଛନ୍ତି। ସେ ସେଇ ପାପରୁ ଆଜି ପର୍ଯ୍ୟନ୍ତ ବି ବାହାରି ପାରିନାହାନ୍ତି। ଆଜି ବି ସେ ରାତିରେ ଶୋଇଲା ବେଳେ ସେ କଥା ଭାବନ୍ତି ଆଉ ମନେ ମନେ ବହୁତ କାନ୍ଦନ୍ତି। ଆଉ ବେଶୀ ଡେରି କରିବାନି, ଚାଲନ୍ତୁ ସମ୍ପୂର୍ଣ୍ଣ କାହାଣୀଟି ଶୁଣିବା ଯାହା ସିତୁ ଆମକୁ ପଠାଇଛନ୍ତି। ସେ କହିଛନ୍ତି ସେତେବେଳେ ସେ ବିକମ୍ ପଢ଼ୁଥିଲେ, ମାନେ ବାହାରେ ଗୋଟିଏ କଲେଜରେ ହଷ୍ଟେଲରେ ରହି ସେ ପାଠ ପଢ଼ୁଥିଲେ। ଯେତେବେଳେ ଏ କାହାଣୀଟି ଘଟିଲା, ତାଙ୍କର ସେତେବେଳେ ଖରା ଛୁଟି ହେଇଥିଲା, ମାନେ ତାଙ୍କ କଲେଜରେ ସେତେବେଳେ ଖରା ଛୁଟି ଦିଆଯାଇଥିଲା, ଯାହାଫଳରେ ସେ ତାଙ୍କ ଘରକୁ କେନ୍ଦ୍ରାପଡ଼ା ଆସିଥିଲେ। ସେ ତାଙ୍କ ଘରେ କିଛି ଦିନ ରହି ସେ ତାଙ୍କ ମାମୁଁ ଘରକୁ ଯିବା ପାଇଁ ମନ କଲେ। ସେଥିପାଇଁ ସେ ତାଙ୍କ ବାପା ମାଆଙ୍କୁ କହି ତାଙ୍କ ମାମୁଁ ଘରକୁ ଚାଲିଗଲେ। ତାଙ୍କ ମାମୁଁ ଘର ଖୋର୍ଦ୍ଧାରେ। ତାଙ୍କ ମାମୁଁ ଘର କହିଲେ ତାଙ୍କ ମାମୁଁ ମାଇଁ ଆଉ ତାଙ୍କ ଆଈ, ତାଙ୍କ ଅଜା ସେତେବେଳେ ନଥିଲେ। ତାଙ୍କ ମାମୁଁ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରିଥିବାରୁ ସେ ପ୍ରାୟ ଟାଇମ୍ ଘରେ ରୁହନ୍ତିନି। ସିତୁ କହିବା କଥା, ଯେତେବେଳେ ସେ ତାଙ୍କ ମାମୁଁ ଘରକୁ ଯାଇଥିଲେ, ସେତେବେଳେ ବି ତାଙ୍କ ମାମୁଁ ତାଙ୍କ ଘରେ ନଥିଲେ। ସେ ବାହାରେ ଗୋଟେ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରୁଥିବାରୁ ସେ ସେଠି ପ୍ରାୟ ଟାଇମ୍ ରହିଯାଆନ୍ତି। ଅଧିକାଂଶ ଟାଇମ୍ ସେ ସେଠି ରୁହନ୍ତି ଆଉ ବହୁତ କମ୍ ସମୟ ସେ ଘରେ ରୁହନ୍ତି। ତ ସିତୁ ଯାଇକି ଯେତେବେଳେ ତାଙ୍କ ମାମୁଁ ଘରେ ପହଞ୍ଚିଲେ, ତାଙ୍କ ମାଇଁ ପ୍ରଥମେ ତାଙ୍କୁ ଦେଖିକି ବହୁତ ଖୁସି ହେଲେ। ସେତେବେଳେ ତାଙ୍କ ମାଇଁଙ୍କର କିଛି ପିଲାପିଲି ହୋଇନଥିଲା। ସିତୁ ମଧ୍ୟ ତାଙ୍କୁ ଦେଖିକି ବହୁତ ଖୁସି ହେଲେ, କାହିଁକିନା ସିତୁ ପାଖାପାଖି 3-4 ମାସ ପରେ ତାଙ୍କ ମାମୁଁ ଘରକୁ ଯାଇଥିଲେ। ବିକମରେ ଆଡ଼ମିସନ୍ ହେବା ପରଠୁ ତାଙ୍କୁ ଆଉ ସମୟ ମିଳିନଥିଲା, ଯାହାଫଳରେ ସେ ତାଙ୍କ ମାମୁଁ ଘରକୁ ଯାଇପାରିଥାନ୍ତେ। ସେଥିପାଇଁ ସେ ବହୁତ ଡିଷ୍ଟାନ୍ସରେ ଯାଇଥିବାରୁ ସିତୁଙ୍କୁ ତାଙ୍କ ଘରେ ଦେଖି ତାଙ୍କ ମାଇଁ ବହୁତ ଖୁସି ଥିଲେ। ତ ଏମିତିରେ ସେ ସେଠି ପ୍ରାୟ 10-12 ଦିନ ରହିଲେ। ପ୍ରଥମ 2 ଦିନ ଯିବା ପରେ ସିତୁ କହିବା ମୁତାବକ ସେଠି ଆଜ୍ଞା କେମିତି ଶୋଉଥିଲେ ମୁଁ ଆପଣମାନଙ୍କୁ କହୁଛି। ତାଙ୍କର ଆଜ୍ଞା ଗୋଟେ ରୁମ୍ ଥିଲା, ଗୋଟେ ହଲ୍ ଆଉ ଲାଟ୍ରିନ୍ ବାଥରୁମ୍ ଆଉ କିଚେନ୍। ତାଙ୍କ ଯେଉଁ ରୁମ୍ ଥିଲା, ତାଙ୍କ ମାଇଁଙ୍କର ଯେଉଁ ରୁମ୍ ଥିଲା, ସିଲୁ ସେଇଠି ତଳେ ଶୋଇ ପଡ଼ନ୍ତି ଆଉ ତାଙ୍କ ମାଇଁ ବେଡ଼୍ ଉପରେ ଶୁଅନ୍ତି। ଆଉ ତାଙ୍କ ଆଈ ମା ଯିଏ, ସିଏ ଶୁଅନ୍ତି ହଲ୍ରେ। ତ ପ୍ରଥମ 2 ଦିନ ପରେ ଗୋଟେ ଦିନ ସିଲୁ କ'ଣ ହେଇଛି, ଆଗରୁ ମାନେ ପ୍ରଥମରୁ ସିଲୁଙ୍କ କହିବା ମୁତାବକ ତାଙ୍କ ମାଇଁଙ୍କ ପ୍ରତି ତାଙ୍କର ଖରାପ ନଜର କେବେ ବି ନଥିଲା। ସେ କହିଛନ୍ତି ସେ ପୂର୍ବରୁ କେବେ ବି ତାଙ୍କ ମାଇଁଙ୍କ ପ୍ରତି ତାଙ୍କର ମନରେ କେବେ ବି ଖରାପ ଭାବନା କେବେ ବି ନଥିଲା। ସେ ତାଙ୍କ ମାଇଁଙ୍କୁ ବହୁତ ସମ୍ମାନ କରନ୍ତି, ବହୁତ ଭଲ ପାଆନ୍ତି। ମାନେ କେବେ ବି ସେ ତାଙ୍କ ସହ ଖରାପ କାମ କରିବା ପାଇଁ କେବେ ବି ଭାବିନଥିଲେ। ତ କେବେଠୁ ଏ କାହାଣୀ ଆରମ୍ଭ ହେଲା, ଯେତେବେଳେ ସେ ରହିବାର 2 ଦିନ ହେଇଗଲା। ପ୍ରଥମ 2 ଦିନ ପରେ ଗୋଟେ ଦିନ କ'ଣ ହେଇଛି ନା,
ସେ ବସି ମୋବାଇଲରେ ଭିଡ଼ିଓ ଦେଖୁଥିଲେ, ଉତ୍ତେଜିତ ଭିଡ଼ିଓ ବସି ଦେଖୁଥିଲେ। ସେତେବେଳେ ଆଜ୍ଞା 10ଟା 11ଟା ଟାଇମ୍ ହେବ। ସେହି ସମୟରେ ତା ଆଈ ମା ବସି ଟିଭି ଦେଖୁଥିଲେ, ଆଉ ସିଲୁ ସେହି ସମୟରେ ନିଜ ମୋବାଇଲ କାଢ଼ି ଇୟରଫୋନ୍ କାନରେ ଦେଇ ବସି ଉତ୍ତେଜିତ ଭିଡ଼ିଓ ଦେଖୁଥିଲେ। ଯେତେବେଳେ ସେ ପୁରା ଗରମ ହେଇଗଲେ, ଏଠି ଆଜ୍ଞା ଆପଣମାନେ ବୁଝିପାରୁଥିବେ, ଏହି ସମୟରେ ଯେତେବେଳେ ପିଲା ଗରମ ହେଇଯାଆନ୍ତି ସେତେବେଳେ ସେମାନେ କ'ଣ କରନ୍ତି। ତ ସିଲୁ ବି ସେଇଆ କଲେ। ସେ ଗୋଟେ ଗାମୁଛା ପିନ୍ଧି ବାଥରୁମକୁ ଯାଉଥିଲେ ନିଜର ଡିସଚାର୍ଜ କରିବା ପାଇଁ। ସେହି ସମୟରେ ଆଜ୍ଞା ସିଲୁଙ୍କ କହିବା ମୁତାବକ ସେହି ସମୟରେ ସିଲୁଙ୍କ ମାଇଁ ସିଲୁଙ୍କୁ ପଛପଟୁ ଡାକ ପକାଇଲେ ତାଙ୍କ ରୁମ୍କୁ। ଯେତେବେଳେ ସିଲୁ ତାଙ୍କ ରୁମ୍କୁ ଗଲେ, ସେ ଦେଖିବାକୁ ପାଇଲେ କି ତାଙ୍କ ମାଇଁ ସାଙ୍ଗେ ସାଙ୍ଗେ ଗାଧେଇକି ଆସି ଗୋଟେ ସାୟା ପିନ୍ଧି ଗୋଟେ ବ୍ଲାଉଜକୁ ଉପରେ ପିନ୍ଧୁଛନ୍ତି। ସିଲୁ ଯାଇ ପଚାରିଲେ, ଆଜ୍ଞା ମାଇଁ କ'ଣ ହେଲା? ତ ତାଙ୍କ ମାଇଁ ସେହି ସମୟରେ ତାଙ୍କୁ କହିଲେ, ମୋ ବ୍ଲାଉଜର ପଛ ହୁକ୍ଟା ମୋତେ ଦେଇ ଆସୁନି, ମୋର ହାତ ପାଉନି, ମୁଁ ଦେଇପାରୁନି, ତମେ ଟିକେ ଦେଇଦିଅ। ତ ସିଲୁ ସେହି ସମୟରେ ପୁରା ଗରମ ହେଇକି ଥାଆନ୍ତି, ଆଉ ତଳେ କେବଳ ଗୋଟେ ଗାମୁଛା ପିନ୍ଧିଥାନ୍ତି, ଯାହାଫଳରେ ତାଙ୍କ ଲୁହା ଲମ୍ବା ହେଇ ବାହାରକୁ ବାହାରିଥାଏ, ମାନେ ଗାମୁଛା ଉପରକୁ ସ୍ପଷ୍ଟ ଭାବେ ଦେଖାଯାଉଥାଏ। ତ ସିଲୁଙ୍କର ଆଉ ତା ନିଜ ପ୍ରତି ଏତେ ଧ୍ୟାନ ନଥିଲା, ତ ସେ ଯାଇ ତାଙ୍କ ମାଇଁଙ୍କ ହୁକ୍ ଲଗାଇଦେଲା। ବ୍ଲାଉଜର ହୁକ୍ ଲାଗି ସାରିବା ପରେ ତାଙ୍କ ମାଇଁ ଯେତେବେଳେ ପଛକୁ ବୁଲି ଦେଖିଲେ, ତାଙ୍କ ନଜର ସିଧା ଯାଇ ସିଲୁଙ୍କ ଗାମୁଛା ଉପରେ ପଡ଼ିଲା। ସିଲୁଙ୍କର ସେହି ଜାଗା ମାନେ ପ୍ରାଇଭେଟ୍ ଜାଗା ଉପରେ ପଡ଼ିଲା। ତାପରେ ତାଙ୍କ ମାଇଁ ଟିକେ ମୁରୁକି ହସି ଦେଇ ମାନେ ପଛପଟକୁ ମୁହଁ ବୁଲେଇ ଦେଲେ, ମାନେ ସିଲୁଙ୍କ ଆଡ଼େ ପଛ କରି ସେ ଆଗକୁ ମୁହଁ ବୁଲେଇ ଦେଲେ। ତାପରେ ସିଲୁଙ୍କୁ ମଧ୍ୟ ସେଠି ବହୁତ ଖରାପ ଲାଗିଲା। ସେ ନିଜକୁ ମାନେ ବହୁତ ତାଙ୍କୁ ଖରାପ ଲାଗିଲା। ଏଇଟା ଆଜ୍ଞା ନର୍ମାଲ୍ କଥା, ଆପଣମାନଙ୍କ ସହିତ ବି କେବେ ନା କେବେ ହେଇଥିବ। ଆଉ ଯଦି ବି ହେଇନଥିବ ତାହେଲେ ଆପଣମାନେ ଜାଣିଥିବେ କି ସେ ସମୟରେ କେମିତି ଲାଗେ। ତ ସେଇଠୁ ସିଲୁଙ୍କ କହିବା ମୁତାବକ ସେଇଠୁ ତାଙ୍କ ନଜର ତାଙ୍କ ମାଇଁଙ୍କ ପ୍ରତି ବଦଳିଗଲା। ସେହି ଦିନଠାରୁ ସେହି ସମୟଠାରୁ ସେ ତାଙ୍କ ମାଇଁଙ୍କ ପ୍ରତି ଖରାପ ନଜରରେ ମାନେ ତାଙ୍କ ମାଇଁଙ୍କୁ ଖରାପ ନଜରରେ ଦେଖିବାକୁ ଲାଗିଲେ। ଆଉ ସେହି ଦିନ ବି ସେ ବାଥରୁମକୁ ଯାଇକି ଆଉ କାହା କଥା ନୁହେଁ ଆଜ୍ଞା, ତାଙ୍କ ମାଇଁଙ୍କ କଥା ଭାବି ସେ ନିଜର ଡିସଚାର୍ଜ କରିଦେଲେ। ଆଉ ସେହି ଦିନଠାରୁ ସେ ସବୁଦିନ ଏହା ଭାବିବାକୁ ଲାଗିଲେ କି କେଉଁ ଦିନ ସେ ତାଙ୍କ ମାଇଁଙ୍କ ସହିତ ଶାରୀରିକ ସମ୍ପର୍କ ରଖିବେ। ହଁ ଆଜ୍ଞା, ତାପରର ମାନେ ସେହି ଦିନର ଦିନେ 2 ଦିନ ପରେ ମାନେ ସେହି ଦିନଠାରୁ ସବୁଦିନ ରାତିରେ ତ ସେ ତାଙ୍କ ମାଇଁଙ୍କ ରୁମ୍ରେ ଶୁଅନ୍ତି, ମାନେ ରୁମ୍ର କବାଟ ଦିଆ ହୁଏ ନାହିଁ, କବାଟ ଖୋଲା ଥାଏ। ସିଲୁ ତଳେ ଶୁଅନ୍ତି, ତାଙ୍କ ମାଇଁ ବେଡ଼୍ ଉପରେ ଶୁଅନ୍ତି। ସେହି ଦିନ ରାତିଠାରୁ ସିଲୁ ଅଧରାତିରେ ସବୁଦିନ ଉଠନ୍ତି, ଆଉ ତାଙ୍କ ମାଇଁଙ୍କର ଆକର୍ଷଣୀୟ ଜିନିଷକୁ ଦେଖି ମାନେ ଭଲରେ ନଜର କରି ସେ ବାଥରୁମକୁ ଯାଇ ନିଜର ଡିସଚାର୍ଜ କରିଦିଅନ୍ତି। ତ ଏମିତିରେ ଆହୁରି 2-3 ଦିନ ବିତିଗଲା। ସେ ପର୍ଯ୍ୟନ୍ତ ତାଙ୍କ ମାମୁଁ ଆସିନଥିଲେ, ମାନେ ସେ ପର୍ଯ୍ୟନ୍ତ ସିଲୁଙ୍କ ମାମୁଁ ତାଙ୍କ ଘରକୁ ଆସିନଥିଲେ। କେବଳ ଏ 3 ଜଣ ତାଙ୍କ ଘରେ ଏକୁଟିଆ ଥିଲେ। ତ ସେହି ଦିନଠାରୁ 2-3 ଦିନ ଯିବା ପରେ ଗୋଟେ ଦିନ ରାତିରେ ସିଲୁ ଆଉଟ୍ ଅଫ୍ କଣ୍ଟ୍ରୋଲ୍ ହୋଇଗଲେ। ସେଦିନ ରାତିରେ ସିଲୁଙ୍କ କହିବା ମୁତାବକ ତାଙ୍କ ମାଇଁଙ୍କ ଶାଢ଼ୀ ଆଣ୍ଠୁ ଉପରକୁ ଉଠି ଯାଇଥିଲା, ଆଉ ସିଲୁ ଆଉଟ୍ ଅଫ୍ କଣ୍ଟ୍ରୋଲ୍ ହୋଇ ସେ ତ ସବୁଦିନ ରାତିରେ ଉଠି ତାଙ୍କ ଆକର୍ଷଣୀୟ ଅଙ୍ଗକୁ ଦେଖି ନିଜର ଡିସଚାର୍ଜ କରିଦିଅନ୍ତି। କିନ୍ତୁ ସେହି ଦିନ ରାତିରେ ସେ ଆଉଟ୍ ଅଫ୍ କଣ୍ଟ୍ରୋଲ୍ ହୋଇ ତାଙ୍କ ମାଇଁଙ୍କ ପଛକୁ
ଧରି ପକାଇଛନ୍ତି। ମାନେ ତାଙ୍କ ମାଇଁଙ୍କ ପଛକୁ ସେ ହାତ ମାରିଦେଲେ, ଯାହାଫଳରେ ତାଙ୍କ ମାଇଁଙ୍କ ନିଦ ଅଚାନକ ଭାଙ୍ଗିଗଲା। ଆଉ ସେ ଅଚାନକ ନିଦରୁ ଉଠି ପଡ଼ି ସିଲୁଙ୍କୁ ଏମିତି ଅବସ୍ଥାରେ ଦେଖି ସେ ହଡ଼ବଡ଼ ହୋଇ ଉଠିକି ବସି ପଡ଼ିଲେ। ଆଉ ରାଗି ଯାଇ ସିଲୁଙ୍କୁ କହିଲେ, ସିଲୁ ଇଏ କ'ଣ ହେଉଛି? ମାନେ ଏମିତି କିଛି ଗାଳି କରିବା ପରେ ସେ କହିଲେ କି, ରୁହ, କାଲି ସକାଳେ ମୁଁ ତୁମ ବୋଉଙ୍କୁ ଫୋନ୍ କରି ସବୁ କଥା କହୁଛି। ତୁମେ କେମିତି ଦୁଷ୍ଟାମି କଲଣି, ତୁମେ କେମିତି ଉତ୍ପାତ ହେଲଣି, ମୁଁ ସବୁ କଥା ତୁମ ବୋଉଙ୍କୁ କହୁଛି। ସିଲୁ ସେଇଠି ତାଙ୍କ ଗୋଡ଼ ହାତ ତଳେ ପଡ଼ିଯାଇ, ମାନେ ତାଙ୍କ ଗୋଡ଼ ତଳେ ପଡ଼ିଯାଇ ତାଙ୍କୁ ଭୁଲ ମାଗିବାକୁ ଲାଗେ କି ନାଇଁ ମାଇଁ, ମୋର ଭୁଲ ହେଇଗଲା। ମୁଁ ଏମିତି ଭିଡ଼ିଓ ଦେଖିଥିଲି ତ, ସେଥିପାଇଁ ନିଜକୁ କଣ୍ଟ୍ରୋଲ୍ ନ କରିପାରି ଟିକେ ଏମିତି ଛୁଇଁଦେଲି। ମୋର ଭୁଲ ହେଇଗଲା। ତୁମେ ଯାହା କହିବ ମୁଁ କରିବି, କିନ୍ତୁ ମୋ ବୋଉକୁ ଏସବୁ କଥା କୁହନି। ତ ଏମିତି ବହୁତ ବୁଝେଇବା ପରେ ତାଙ୍କ ମାଇଁ କ'ଣ କୁହନ୍ତି ଆଜ୍ଞା ଶୁଣନ୍ତୁ। ମାନେ ଭଲରେ ଭିଡ଼ିଓକୁ ପୁରା ମୂଳରୁ ଶେଷ ପର୍ଯ୍ୟନ୍ତ ଭଲରେ ଶୁଣନ୍ତୁ। ତାପରେ ଆପଣମାନେ କମେଣ୍ଟ କରି କହିବେ କି ଏଠି ଭୁଲ କାହାର ରହିଲା, ସିଲୁଙ୍କର ନା ତା ମାଇଁଙ୍କର। ତ ସେଇଠୁ ତାଙ୍କ ମାଇଁ କହିଲେ କି ମୁଁ ଯାହା କହିବି କରିବ ତ? ସିଲୁ କହିଲେ, ଆଜ୍ଞା ମାଇଁ, ତୁମେ ଯାହା କହିବ ମୁଁ କରିବି, କିନ୍ତୁ ମୋ ବୋଉକୁ ଏସବୁ କଥା ଜଣାଅନି। ତ ସେଇଠି ତାଙ୍କ ମାଇଁ କହିଲେ କି ସେଦିନ ମୁଁ ତୁମ ଗାମୁଛା ଉପରୁ ତୁମ ଜିନିଷକୁ ଦେଖିଥିଲି, ଆଉ ମୋତେ ତାହା ଟିକେ ଲମ୍ବା ଜଣାପଡ଼ୁଥିଲା। ସେଦିନ ତୁମେ ଗାମୁଛା ପିନ୍ଧିଥିଲ, ସେଥିପାଇଁ ମୁଁ ଭଲସେ ଦେଖିନଥିଲି। ମୁଁ ଆଜି ତୁମର ସେଇଟା ଦେଖିବାକୁ ଚାହୁଁଛି। ସିଲୁ ତ ଏହା ହିଁ ଚାହୁଁଥିଲା। ସିଲୁ ପ୍ରଥମେ ଟିକେ ଆଶ୍ଚର୍ଯ୍ୟର ଚେହେରା ତାଙ୍କୁ ଦେଖେଇଲା, କିନ୍ତୁ ସେ ଆଶ୍ଚର୍ଯ୍ୟ ନଥିଲା। ମାନେ ଆଶ୍ଚର୍ଯ୍ୟ ବି ଟିକେ ଥିଲା, କାହିଁକିନା ତାଙ୍କ ମାଇଁଙ୍କ ମୁହଁରୁ ପ୍ରଥମ ଥର ପାଇଁ ଏହା ଶୁଣୁଥିଲା। ମାନେ ସେ ତା ଜୀବନରେ ଗୋଟେ ନାରୀ ମୁହଁରୁ, ଗୋଟେ ମହିଳା ମୁହଁରୁ ଏମିତି ପ୍ରଥମ ଥର ପାଇଁ ଶୁଣୁଥିଲା। ଆଉ ଗୋଟେ ମହିଳାକୁ ସେ ପ୍ରଥମ ଥର ପାଇଁ, ଗୋଟେ ମହିଳା ସାମ୍ନାରେ ସେ ପ୍ରଥମ ଥର ପାଇଁ ଉଲ୍ଲଗ୍ନ ହେବାକୁ ଯାଉଥିଲା। ଏମିତି କିଛି ସମୟ ଆଶ୍ଚର୍ଯ୍ୟର ସହିତ ସେ ତାଙ୍କୁ ଦେଖିବା ପରେ ନିଜର ପ୍ୟାଣ୍ଟ ଖୋଲିଥିଲା। ଆଉ ତାର ଲମ୍ବା ଜିନିଷକୁ ଦେଖି ତା ମାଇଁ ତ ଆଶ୍ଚର୍ଯ୍ୟ ହୋଇଗଲେ। ଆରେ ସିଲୁ, ଏତେ କମ୍ ବୟସରେ ବି ତମର ଏତେ ଲମ୍ବା କେମିତି? ତମ ମାମୁଁଙ୍କର ବି ଏମିତି ନାହିଁ। ତାପରେ ଆଜ୍ଞା କ'ଣ, ତା ଆଈ ମା ତ ବାହାରେ ଶୋଇଛନ୍ତି। ତା ମାଇଁ ସିଲୁକୁ କହିଲେ, ଯାଅ କବାଟଟା ଧୀରେକି ଦେଇଦିଅ, ତାପରେ ମୋ ପାଖକୁ ଆସ। ସିଲୁ ତାଙ୍କ ମାଇଁଙ୍କ କଥାରେ ଯାଇକି କବାଟଟାକୁ ଆସ୍ତେ କି, ମାନେ ଯେମିତି ସାଉଣ୍ଡ ନ ହେବ, ତା ଆଈ ମା ଯେମିତି ଉଠି ନ ପଡ଼ିବେ, ସେଇ ହିସାବରେ ସେ କବାଟଟାକୁ ଧୀରେକି ଦେଇକି ତା ମାଇଁଙ୍କ ପାଖକୁ ଆସିଲେ। ତାପରେ ତାଙ୍କ ମାଇଁ କହିଲେ କି ତୁମେ ଆଜି ମୋ ସାଙ୍ଗେ ଶୁଅ, ମାନେ ଚାଲ ଆମେ ଦୁଇ ଜଣ ଆଜି ଏକ ହେଇଯିବା, କିନ୍ତୁ ଏ କଥା ତମ ମୋ ଭିତରେ ରହିବ, ଆଉ ଯେମିତି କେହି ନ ଜାଣନ୍ତି। ମାନେ ଏମିତି କହି ସେ ତାଙ୍କୁ କଥା ଦେବା ପାଇଁ କହିଲେ, ତାଙ୍କୁ ରାଣ ନିୟମ ପକେଇକି ଏମିତି କିଛି କଥା କହିଲେ। ତାପରେ ଆଜ୍ଞା କ'ଣ ଆପଣମାନଙ୍କୁ ଆଉ କହିବି, ସେମାନେ ସବୁ କିଛି ଭୁଲି ଯାଇ ଏକ ହେଇଗଲେ। ମାନେ ତାଙ୍କ ମାଇଁ ଆଉ ସିଲୁ ନିଜର ସବୁ ଜ୍ଞାନ, ହିତାହିତ ଜ୍ଞାନକୁ ଭୁଲି ଯାଇ ସେମାନେ ଏକ ହେଇଗଲେ। ତା ପରଠାରୁ ସିଲୁ ଯେତେ ଦିନ ବି ସେଠି ରହିଲା, ସିଲୁଙ୍କ କହିବା ମୁତାବକ ତାଙ୍କର ଯେତେ ଦିନ ବି କଲେଜ ଛୁଟି ଥିଲା, କଲେଜ ଖୋଲିବା ଦିନଠାରୁ, ମାନେ ଯେତେ ଦିନ କଲେଜ ଛୁଟି ଥିଲା, କଲେଜ ଖୋଲିବା ପର୍ଯ୍ୟନ୍ତ ସେ ତାଙ୍କ ଘରେ ରହିଲେ। ଆଉ ତାଙ୍କୁ ସବୁଦିନ ରାତିରେ ତାଙ୍କ ସହିତ ଏମିତି କାମ କଲେ। ତାପରେ କଲେଜ ଖୋଲିବା ପରେ ସେ ତାଙ୍କ ଘରକୁ ଯାଇ ସେଠୁ ନିଜ କଲେଜକୁ ଚାଲିଗଲେ। ତା ପରଠାରୁ ସିଲୁଙ୍କ କହିବା ମୁତାବକ ତା ପରଠାରୁ ଆଜି ପର୍ଯ୍ୟନ୍ତ ସେ ତାଙ୍କୁ, ମାନେ କେବେ ବି ତାଙ୍କୁ ସେମିତି ସୁଯୋଗ ମିଳିନାହିଁ। କାହିଁକିନା ତା ପରଠାରୁ ତାଙ୍କ ମାମୁଁଙ୍କ ଚାକିରି ଛାଡ଼ି ଯାଇଥିଲା।
ଆଉ ତାପରେ ସେ ତାଙ୍କ ଘରକୁ ଚାଲି ଆସି ଛକ ମୁଣ୍ଡରେ ଗୋଟିଏ ଦୋକାନ ଦେଇଥିଲେ, ତେଜରାତି ଦୋକାନ ଗୋଟେ ଦେଇଥିଲେ। ତାପରେ ସେ ସବୁଦିନ ତାଙ୍କ ଘରେ ରହିଲେ। ତାପରର ମାନେ ଏଇ ଘଟଣା ପରଠାରୁ ମାନେ 7-8 ମାସ 9 ମାସ ପାଖାପାଖି ପରେ ତାଙ୍କ ମାଇଁ ଗୋଟେ ପିଲାକୁ ଜନ୍ମ ଦେଲେ। ସେଇ ପିଲାଟି ସିଲୁଙ୍କର ନା ତା ମାମୁଁଙ୍କର, ତାହା ତ ତାଙ୍କ ମାଇଁଙ୍କୁ ବି ଜଣା ନାହିଁ। ସିଲୁ ସେଇ କଥା ଆଜି ପର୍ଯ୍ୟନ୍ତ ଭାବିକି ମନ ଦୁଃଖ କରୁଛନ୍ତି। ଭାବିଲେ କେବେଠୁ, ଯେବେ ସିଲୁଙ୍କର ଚାକିରି ହୋଇ ସିଲୁଙ୍କର ବାହାଘର ହେଇଗଲା, ଆଉ ସିଲୁଙ୍କର ବି ଗୋଟେ ପିଲା ଜନ୍ମ ହେଲା। ସିଲୁଙ୍କର ଯେତେବେଳେ ଗୋଟେ ପିଲା ଜନ୍ମ ହେଲା ତା ପରଠୁ, ହଁ ଆଜ୍ଞା, ତା ପରଠୁ ସିଲୁ ଭାବିଲେ କି ମାନେ ତାଙ୍କ ମାଇଁଙ୍କ ବିଷୟରେ ଭାବିବାକୁ ଲାଗିଲେ କି ତାଙ୍କ ମାଇଁଙ୍କ କୋଳରେ ଯେଉଁ ପିଲାଟି ଅଛି ସେ ପିଲାଟି ଆକ୍ଚୁଆଲି କାହାର, ତା ମାଇଁଙ୍କର ନା ସିଲୁର, ମାନେ ତା ମାମୁଁଙ୍କର ନା ସିଲୁର। ତ ସେହି ଦିନଠାରୁ ସିଲୁ ଏମିତି କଥା ଭାବିକି ମାନେ ଆଜି ପର୍ଯ୍ୟନ୍ତ ସେ ପସ୍ତଉଛନ୍ତି। ମାନେ ଏତେ ବଡ଼ ଭୁଲ କାମ କରି ବସିଛନ୍ତି, ମାନେ ସେ ଭାବୁଛନ୍ତି କି ସେ ବହୁତ ବଡ଼ ଭୁଲ କାମ କରି ବସିଛନ୍ତି, ଯେଉଁଥିପାଇଁ ସେ ନର୍କ ଯନ୍ତ୍ରଣା ଭୋଗିବେ। ମାନେ ନର୍କରେ ବି ତାଙ୍କୁ ଜାଗା ମିଳିବନି, ଏମିତି ସେ ଭାବୁଛନ୍ତି। ନା ଏକଥା ସେ କାହାକୁ କହିପାରୁଛନ୍ତି, ନା ନିଜେ ମନ ଭିତରେ ରଖିକି ସେ ସହିପାରୁଛନ୍ତି। ସେ ସବୁଦିନ ପଶ୍ଚାତାପ କରୁଛନ୍ତି କି ମୁଁ କାହିଁକି ଏମିତି କଲି, ମୁଁ କାହିଁକି ନିଜକୁ କଣ୍ଟ୍ରୋଲ ନ କରି ମୋ ନିଜ ମାଇଁଙ୍କ ସହ ଏମିତି ଏତେ ବଡ଼ ଭୁଲ କରି ବସିଲି। ଆଉ ମୋ ମାଇଁଙ୍କର ଯେଉଁ ଛୁଆଟି ଅଛି ସେ ଛୁଆଟି ଆକ୍ଚୁଆଲି କାହାର, ତାର ମାନେ ଅରିଜିନାଲ ବାପା ତାର କିଏ। ତ ଆଜ୍ଞା ଏମିତି ଭାବି ମାନେ ଏମିତି ସବୁଦିନ ଏମିତି ଭାବି ସିଲୁ ନିଜ ଜୀବନ କଟାଉଛନ୍ତି। ଏହାପରେ ସେ ଆମକୁ ଏହି କାହାଣୀ ସେୟାର କରି କହିଛନ୍ତି କି ଏହି କାହାଣୀ ସମସ୍ତଙ୍କୁ ଶୁଣାଅ, ଯାହାଫଳରେ ସମସ୍ତେ ଜାଣିପାରିବେ କି ମାନେ ଏଇଠୁ ଶିଖିପାରିବେ କି ନିଜକୁ କଣ୍ଟ୍ରୋଲ କରି ଶିଖନ୍ତୁ ଆଜ୍ଞା। କାହା ସହିତ ବି ସେମାନେ ସେ ଝିଅ ହେଉ କିମ୍ବା ମହିଳା ହେଉ, କାହା ସହିତ ବି ଏମିତି ପାପ କାମ କରନ୍ତୁନି। ସିଲୁ ଆଜ୍ଞା ସମସ୍ତଙ୍କୁ ଏହି କଥା କହିବା ପାଇଁ ଚାହୁଁଛନ୍ତି। ତ ଆଶା କରୁଛି ଏହି କାହାଣୀରେ ଆପଣମାନଙ୍କୁ ବହୁତ କିଛି ଶିଖିବା ପାଇଁ ମିଳିଥିବ। ତ କାହାଣୀର ଶେଷରେ ମୁଁ ଆପଣମାନଙ୍କୁ ଏତିକି କହିବା ପାଇଁ ଚାହିଁବି, ଏହି କାହାଣୀରେ ସିଲୁଙ୍କର ଭୁଲ ଥିଲା ନା ତାଙ୍କ ମାଇଁଙ୍କର ଭୁଲ ଥିଲା, ଆଉ ନା ତାଙ୍କ ମାମୁଁଙ୍କର ଭୁଲ ଥିଲା, ଯିଏକି ତାଙ୍କ ସ୍ତ୍ରୀଙ୍କୁ ଘରେ ଏକୁଟିଆ ଛାଡ଼ି ଦେଇ ଚାଲି ଯାଇଥିଲେ। ମୋତେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଆଜି ପାଇଁ ଏତିକି, ପୁଣି ଦେଖା ହେବା ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।